ଦେଖନ୍ତୁ ମୋକିମିଙ୍କର ଯେଉଁ ନୂଆ ଦଳ ଗଠନ ପାଇଁ କାଲି ଯେଉଁ ନିୟମ ପଡ଼ିଲା ବୋଲି କୁହାଗଲା, ଯେହେତୁ ଗଣମାଧ୍ୟମର ଦିଗ୍ଗଜମାନଙ୍କୁ ସେମାନେ ଡାକିଥିଲେ ମଞ୍ଚ ଉପରକୁ ଏବଂ ଆଉ କିଛି ଗଣମାଧ୍ୟମକୁ ଭଲ ଭାବରେ ମ୍ୟାନେଜ୍ କରିଥିଲେ, ସେଇ ହିସାବରେ ମାନେ ତାଙ୍କର ଯେତିକି ଲୋକ ନଥିଲେ ଆମେ ଖବର ପ୍ରସାରିତ କରିଛେ ମୋକିମିଙ୍କର ସେତିକି। ମୋକିମିଙ୍କର 1000-1200 ଲୋକ ଆମେ ଖବର ଯେମିତି ପ୍ରକାଶିତ କରିଥିଲେ, ବୋଧହୁଏ କାଲି ସେ ଆଞ୍ଚଳିକ ଦଳ ଗଠନ ହେଇକି ବିକଳ୍ପ ହେଇକି ଆଉ ଭଗବାନ ଦୟାରୁ ଯାହା କିଛି ସାମ୍ବାଦିକ ମାନେ ଟିକେ ସମ୍ଭାଳି ଯାଇଛନ୍ତି ନିଜକୁ, ନହେଲେ ଏମିତି ଅସମ୍ଭାଳ ହେଇକି ସେମାନେ ବାଇଟ୍ ଦେଉଥିଲେ କିମ୍ବା ମତାମତ ନେଉଥିଲେ କି ଏମିତି କରୁଥିଲେ ସତେ ଯେମିତି ଇଏ କାଲି ବୋଧେ ମୁଖ୍ୟମନ୍ତ୍ରୀ ମୋକିମ ବାବୁ ହେଇଯିବେ। କାଲି ପ୍ରଭାବ କିଛି ନାହିଁ। ମୋକିମ ବାବୁ ମନ ଦୁଃଖ, କାହିଁକି ନା ସିଏ ଭାବିଥିଲେ 10,000 ଲୋକଙ୍କୁ ନେଇକି ଗୋଟେ ସମାବେଶ କରିବା ପାଇଁ ଯୋଜନା କରାଯାଇଥିଲା। ଆପଣ ଦେଖିବେ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି, କିନ୍ତୁ ଗତକାଲି ପୂର୍ବରୁ 2 ଦିନ ପୂର୍ବରୁ କହିଲା ଆମେ 1,500 ଲୋକଙ୍କୁ ନେଇକି କରୁଛୁ ଏବଂ କିଏ ଗୋଟେ ଲେଖିଦେଲେ ଯେ କେତେଟା ଖବରକାଗଜରେ ଯେ ସାରା ଓଡ଼ିଶାରୁ ମାଡ଼ି ଆସିଲେ। ଆଜ୍ଞା 30ଟା ଜିଲ୍ଲାରୁ ମାଡ଼ି ଆସିକି 1,500 ତାହେଲେ ସେ ଦଳ ୱାର୍ଡ ମେମ୍ବର ଜିତିପାରିବେ? ତେଣୁ ଏ କଥାକୁ ବିଚାର କରିବା ଦରକାର। କିନ୍ତୁ ଏତିକି ମୋକିମ ବାବୁ ଆସିଲେ ଭଲ, କାହିଁକିନା କିଛି କିଛି ରାଜନୀତିରେ ହଲଚଲ ନହେଲେ ମଇଦାନଟା ସରଗରମ ଲାଗିବନି। କିନ୍ତୁ କଟକ ହୁଡ଼ା ଡେଇଁକି ମୋକିମ ବାବୁ ଟିକେ ସାରା ଜିଲ୍ଲା ରାଜ୍ୟ ଯାକ ବୁଲି ଯାଆନ୍ତୁ। ଏଇ ଭୁବନେଶ୍ୱରରେ ଗଣମାଧ୍ୟମ ଆଗରେ କିଛି ଲୋକଙ୍କୁ ଡାକି ହୋଟେଲରେ ଯଦି ଆଜ୍ଞା ରାଜନୈତିକ ଦଳ ଗଠନ ହେଇଯାଆନ୍ତା, ତାହେଲେ ସବୁ ହୋଟେଲ ମାଲିକ ଗୋଟେ ଗୋଟେ ଦଳର ସଭାପତି ହୁଅନ୍ତେ। ଆଜ୍ଞା ବାପା ଝିଅକୁ ଆପଣ କାହିଁ ଅଲଗା କରୁଛନ୍ତି? ମାନେ ଆମେ ସବୁବେଳେ ଯେଉଁ ଏଇ ଭିତରେ କାହିଁ ପଡ଼ିଯାଉଛୁ? ଆରେ ସୋଫିଆ କିଏ? ମୋକିମ ବାବୁଙ୍କ ଝିଅ। ସୋଫିଆ କାହିଁକି ବିଧାୟକ? ମୋକିମ ବାବୁଙ୍କ ଝିଅ ବୋଲି ବିଧାୟକ। ସୋଫିଆଙ୍କର ଭୋଟ କେଉଁଠି? ମୋକିମଙ୍କର ଭୋଟ ଯେଉଁଠି। ତେଣୁ ଆପଣ କହିବେ ବାପା ଝିଅ ଅଲଗା ହେବେ। ଆରେ ଭାଇ ଦଳର ଗୋଟେ ନିୟମ ରହିଛି, ସିଧାସଳଖ ଭାବରେ ଯଦି ସୋଫିଆ ଦଳ ଛାଡ଼ିଦେବେ ନିଜ ଆଡ଼ୁ ପଦ ପଳେଇବ। ଆପଣ ଜାଣିଥିବେ କଟକ ଜିଲ୍ଲା ରାଜନୀତି ଯେଉଁ ଭଳି ଭାବରେ ଚାଲିଛି, ଆଉ ଥରେ ଏଇନା ଇସ୍ତଫା ଦେଲେ ଜିତି ହେବ? ତେଣୁ ସିଏ ତାଙ୍କ ବାଟରେ ରହିଲେ। ଦଳ ଯେମିତି ବାପାଙ୍କୁ ବହିଷ୍କାର କଲା, ଆଙ୍କୁ ଯଦି କାଲି ବହିଷ୍କାର କରିଦିଏ ଏଇ ଖୁସି। ବର୍ତ୍ତମାନ ସୋଫିଆ ଚାହିଁଲେ ବାପାଙ୍କୁ ଯେମିତି ତଡ଼ି ଦେଇଛ ମୋତେ ତଡ଼ି ଦିଅ, କିନ୍ତୁ ଭକ୍ତ ଦାସ ମହାଖେଳାଳି ସେ କହିଲେ ମୁଁ ତଡ଼ିବି କାହିଁକି? ଲୋକ ଜାଣୁଛି ତୁମେ କଂଗ୍ରେସ ବିରୋଧ ବୋଲି। ତେଣୁ ଖେଳ ଅଲଗା ଲେବୁଲରେ ଚାଲିଛି। देश विदेशर कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम